Gratitude 150 online ପାଠଶାଳାର ସମ୍ମାନିଆ ପରିଚାଳନାର ଗୁରୁଭାର ବହନ କରିଥିବା ସବିତା ଆପା, ଆରତୀ ଆପା, ପୁଷ୍ପା ଆପା, ବିଧାନ ଭାଇ ଏବଂ ସମସ୍ତ ମାତୃଭୂମିକୁ ଅପା ଭାଇଙ୍କୁ ମୋର ଆନ୍ତରିକ ବିନମ୍ର ପ୍ରଣାମ। ମୁଁ ପ୍ରବଳ ଅସୁସ୍ଥ ଅଛି, ତଥାପି ମାଙ୍କର କାର୍ଯ୍ୟ ମା ଅତି ମାନସର ଯୁଗଲ ମଧୁର ତୁମେ ମୋ ପରମ ପ୍ରେମ କେବେ ହେଲେ ପ୍ରଭୁ ଦେଇ ପାରି ନାହିଁ, କେବେ ହେଲେ ପ୍ରଭୁ ଦେଇ ପାରି ନାହିଁ। ତୁମକୁ ମୁଁ ଅନ୍ୟ ନାମ ତୁମେ ମୋ ପରମ, ତୁମେ ତ ଦେଇଛ ପିୟୁଷର ଧାରା, ଅମୃତ ନୟନେ ଚାହିଁ, ତୁମେ ତ ଆଙ୍କିଛ ସୁଷମା ସୌନ୍ଦର୍ଯ୍ୟ, ଧରଣୀରେ ଉଭା ହୋଇ, ତୁମେ ତ ଦେଇଛ ପିୟୁଷର ଧାରା, ଅମୃତ ନୟନେ ଚାହିଁ, ତୁମେ ତ ଆଙ୍କିଛ ସୁଷମା ସୌନ୍ଦର୍ଯ୍ୟ, ଧରଣୀରେ ଉଭା ହୋଇ, ମଗ୍ନ ମୌନତାରେ ଆସ୍ପୃହାରବତୀ ଜଳୁଅଛି ରାତି ଦିନ, ତୁମେ ମୋ ପରମ ପ୍ରେମ ଅତି ମାନସର ଯୁଗଲ ମଧୁର ତୁମେ ମୋ ପରମ ପ୍ରେମ। ଚିନ୍ତା ଚେତନାରେ ଜାଗରିତ ତୁମେ, ଅନ୍ତରରେ ନିରବତା, ଅଜ୍ଞାନ ଅନ୍ଧାରେ ଜ୍ଞାନର ଆଲୋକ, ଭରିଅଛ ଅଖଣ୍ଡତା। ଚିନ୍ତା ଚେତନାରେ ଜାଗରିତ ତୁମେ, ଅନ୍ତରରେ ନିରବତା, ଅଜ୍ଞାନ ଅନ୍ଧାରେ ଜ୍ଞାନର ଆଲୋକ, ଭରିଅଛ ଅଖଣ୍ଡତା। ଶୁଭ ଶୁଦ୍ଧତାର ମହାମନ୍ତ୍ର ତୁମେ, ସଂକଳ୍ପର ଅଭିଯାନ ତୁମେ ମୋ ପରମ ପ୍ରେମ, ତୁମେ ମୋ ପରମ ପ୍ରେମ ଅତି ମାନସର ଯୁଗଲ ମଧୁର, ତୁମେ ମୋ ପରମ ପ୍ରେମ କେବେ ହେଲେ ପ୍ରଭୁ ଦେଇପାରି ନାହିଁ, ତୁମକୁ ମୁଁ ଅନ୍ୟ ନାମ ତୁମେ ମୋ ପରମ
ପ୍ରେମ ତୁମେ ମୋ ପରମ ପ୍ରେମ। ବନ୍ଦେ ମାତରମ୍। ପ୍ରଣାମ। ମା ମା। ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ସୁନ୍ଦର ନିବେଦନ, ହୃଦୟଗ୍ରାହୀ। ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମର ଆଲୋଚନାର ପର୍ବ। ଆଲୋଚନାର ବିଷୟବସ୍ତୁ ରହିଛି ଚେତନାର ଅଭିଯାତ୍ରା। ସତ୍ପ୍ରେମ ତାଙ୍କ ଜୀବନରେ ଯାହା ସବୁ ଅନୁଭବ କରିଛନ୍ତି ତାକୁ ଆମ ଆଗରେ ଉପସ୍ଥାପିତ କରିଛନ୍ତି। ସୁନ୍ଦର ଲେଖା ଆଲୋଚନା କରିବେ ବିଧାନ ଭାଇ। ବିଧାନ ଭାଇ, ବନ୍ଦେ ମାତରମ୍। ଆପଣ ଆମ ଆଲୋଚନାକୁ ଆସନ୍ତୁ। परम करुणामयी मा, परम प्रभु श्री अरविंद, ग्राटिट्यूड 150 श्री अरविंद महिला पाठ्यक्रम आरसाई ब्लॉक रो जोग देइथिबा सबु पूर्ण जोगर साथी माननकु मु निमंत्रण करूची एवं कृतज्ञता जनाऊची। आमे सत्प्रेमकर एडवेंचर टू कॉन्शियसनेस चेतनार अभियात्रा स्वाध्याय आलोचना करूचे। मैं गोटे विषय पढ़ुली गोटे अलग बही मत भल लगे लाइन टा, when a person feels completely helpless and seems like every door is closed, when there is no hope left and no way forward, sometimes something amazing happens. Suddenly new door open, new opportunities appear, and help come from place he never expected. Everything he needs comes to him so easily, as if by a miracle. At such a moment, when life changes so beautifully and unexpectedly, how can anyone not feel thankful to divine? It becomes natural to thank God for showing kindness, listening to silent prayer, for turning darkness into light. तेणु जो आमर जीवन में सबकि सरीगला भली बोध हुए, सबू रास्ता आम बंद हो जाए, से समय आ गए नुआ बाट आम खोली जाए। ये कथार तात्पर्य ठीक है। सेमती आम एपर्यंत जहाँ सब पढ़िले चेतना संपर्क में आमर मध्य किसी धारणा है से बाबत जे आम बुझिलु ये विश्व जगत रे सबुठार से चेतना सबुठार उपस्थित प्रत्येक स्तर रे आम निज भीतर अनुरूप केन्द्र सहित संपृक्त, किंतु वर्तमान पर्यंत आम निजर चेतना को खोजी पाइनु। बोध हुए आमर चेतना एपरी किसी वस्तु नुहे जहाँ तैयारी होई कोट रही, बरं यह गोटे अग्निशिखा भली जलिबा ही हुए। आमर जीवन रे एपरी केतेक उपयोगी मुहूर्त सब आसे जेते बेले आमे आम सत्तार एक प्रकार उष्मता बा किछि गोटे उद्वेलन सुस्पष्ट शक्ति किछि को अनुभव करू, जहाँ को भाषा द्वारा भी प्रकाश करा जाई परिबो नाही, जहाँ की अहेतुक भाव में अन्य गोटे निछक आवश्यकता परी बा अग्निशिखा भली अकस्मात केउठी आसी पहुंची जाए। यही प्रकार शुद्ध उत्साह आ दुर्बोध्य कूलतार साक्षी होउची आमर बाल्यकाल। किंतु शीघ्र आमे कैशोर को अतिक्रम करू, आमर मन सब किछि को जेपरी करे सेहीपरी एक शक्ति को धरी नहीं बड़ बड़ आदर्शवादी शब्द मान द्वारा आवृत कर दिए।
ଏ ଶକ୍ତି ସେ ହୁଏତ ଗୋଟାଏ କର୍ମରେ ବା ଶାରୀରିକ ପରିଶ୍ରମରେ କିମ୍ବା ଚର୍ଚ୍ଚ ଆଡକୁ ମୁହାଇ ଦିଏ, ନଚେତ୍ ପ୍ରାଣ ଏହାକୁ ଧରି ନେଇ କିଛି ଚମତ୍କାର ଭାବପ୍ରବଣତା ଦ୍ୱାରା ଆବୃତ ମଧ୍ୟ କରିଦିଏ। ଏ ସବୁ କିଛି ବ୍ୟକ୍ତିଗତ ଦୁଃସାହସିକ କର୍ମ ବା ଅଧିକାର ବା ବିଜୟ ନିମନ୍ତେ ଏହାକୁ ବ୍ୟବହାର ମଧ୍ୟ କରେ। କେତେକ ସ୍ଥାନରେ ଏ ଶକ୍ତିକୁ ଆହୁରି ନିମ୍ନକୁ ମଧ୍ୟ ସେ ଖସେଇ ଦିଏ। ବେଳେ ବେଳେ ସବୁ କିଛି ବିନଷ୍ଟ ହେଇଯାଏ। ଗୋଟେ ବିରାଟ ବୋଝ ତଳେ ଛୋଟ ଛାଇଟିଏ ହିଁ ଅବଶିଷ୍ଟ ହେଇ ରହେ କେବଳ। କିନ୍ତୁ ଯେଉଁ ସାଧକ ତାର ମନକୁ ନୀରବ କରିପାରିଥାଏ, ଧାରଣା ମାନଙ୍କର ଶିକାର ହୁଏ ନା, ଯେ ତାହାର ପ୍ରାଣ ସତ୍ତାକୁ ନୀରବ କରିପାରେ, ବିଶୃଙ୍ଖଳିତ ଅନୁଭବ ବା କାମନା ଦ୍ୱାରା ଆକ୍ରାନ୍ତ ବା ବିଚ୍ଛୁରିତ ହୁଏ ନାହିଁ, ସେ ନୂତନ ଯୌବନ ପରି, ନୂତନ ମୁକ୍ତ ତରଙ୍ଗ ପରି ଯେ ପ୍ରକୃତି ଲାଭ କରିଥିବା ଏକ ପ୍ରକାର ନୂତନ ସ୍ପଷ୍ଟତାକୁ ସେ ଆବିଷ୍କାର କରେ। କ୍ରିୟାଶୀଳ ଧ୍ୟାନ ଦ୍ୱାରା, ଆସ୍ପୃହା ବା ଆବଶ୍ୟକତା ଦ୍ୱାରା ତାର ଏକାଗ୍ରତା ଯେତେ ବୃଦ୍ଧି ପାଏ, ସେ ସେତେ ବେଶୀ এই ତରଙ୍ଗକୁ ନିଜ ଭିତରେ ଜୀବନ୍ତ ହେଉଥିବାର ଅନୁଭବ ମଧ୍ୟ କରେ। এই ବିସ୍ତୃତ ହୋଇ ଯାହା ଜୀବନ୍ତ ତାହାକୁ ହିଁ ସେ ନେଇ ଆସେ। ତେଣୁ ଆମେ ଜୀବନରେ ଯେତେବେଳେ ଅନୁଭବ କରୁ, ଆମେ କିଛି ନ ଜାଣିଲେ ମଧ୍ୟ ଆମକୁ ଗୋଟେ ଶକ୍ତି କିଏ ପରିଚାଳିତ କରୁଛି, ଆମକୁ ଜଗି ରହିଛି, ଆମର ପ୍ରତିଟି ଗତିବିଧିକୁ ସେ ଲକ୍ଷ୍ୟ କରୁଛି। ଫଳରେ ଆମେ ତା ବାବଦରେ କିଛି ନ ଜାଣୁ, କିନ୍ତୁ ଯେତେବେଳେ କୌଣସି ଘଟଣା ଘଟେ ସେତେବେଳେ ଆମେ ବିଭିନ୍ନ ପ୍ରକାର ବ୍ୟକ୍ତିକୁ ଦୋଷ ଦଉ ବା ତା ସକାଶେ ମୋର ଏଇଆ ହେଇଗଲା, ତା ମାନେ ବିଭିନ୍ନ କଥା କହୁ। କିନ୍ତୁ ବାସ୍ତବରେ ସେ ସବୁ ହଉଛି ଆମ କର୍ମର ପରିଣାମ। କିନ୍ତୁ ଯେତେବେଳେ ଆମେ ସଚେତନ ହେଇଯାଉ, ସେତେବେଳେ ଆମେ ଅନୁଭବ କରୁ ମୋ ଭିତରେ ଜଣେ କିଏ ସାକ୍ଷୀ ପୁରୁଷ ହୋଇ ସବୁ କିଛିକୁ ଦର୍ଶନ କରୁଛନ୍ତି ବା ଦେଖୁଛନ୍ତି। ତେଣୁ ମୁଁ ଯେତେ ଲୁଚେଇଲେ ବି ତାଙ୍କ ଆଖି ଆଗରୁ ମୁଁ ତ କିଛି ଲୁଚେଇ ପାରିବିନି। ତେଣୁ ଯେତେବେଳେ ସେଇ ଶକ୍ତି ମୋ ଭିତରେ କ୍ରିୟା କରନ୍ତି, ତାଙ୍କୁ ଆମେ ପ୍ରତିଟି ନିଶ୍ୱାସ ପ୍ରଶ୍ୱାସରେ, ଆମ କର୍ମ ଭିତରେ, ଆମର ପ୍ରତ୍ୟେକଟି କାର୍ଯ୍ୟ ଭିତରେ ଆମେ ତାଙ୍କୁ ଅନୁଭବ କରିବାକୁ ଆରମ୍ଭ କରୁ। ତାହାକୁ କୁହାଯାଏ ସଚେତନତା। ଏଇ ସଚେତନତା ପାଇଁ ଆମକୁ ସାଧନା ଭିତରକୁ ପଶିବାକୁ ହୁଏ। ଯେଉଁମାନେ ସଚେତନ ସେମାନେ ଏଇ ତରଙ୍ଗ ରାଜିକୁ ମଧ୍ୟ, ସେ ଯୋଉ ପ୍ରବାହ ହୁଏ ତାକୁ ମଧ୍ୟ ସେ ଅନୁଭବ କରିପାରେ। ସେ କ୍ରମଶଃ ଅନୁଭବ କରେ ଯେ ଏହା କ୍ରମଶଃ ନିର୍ଦ୍ଦିଷ୍ଟତା ଆଉ ଘନତ୍ୱ ଲାଭ କରେ, ଗଭୀରତାର ଶକ୍ତି ସହିତ ଏକ ପ୍ରକାର ସ୍ୱାଧୀନତା ମଧ୍ୟ ସେ ଲାଭ କରେ। ସତେ ଯେପରି ତାର ସତ୍ତା ମଧ୍ୟରେ ଗୋଟେ ଶକ୍ତି, ଗୋଟେ ସତ୍ତା ଏକତ୍ର ହୋଇ ରହିଛନ୍ତି। ପ୍ରଥମେ ସେ ତାର ଧ୍ୟାନ ମଧ୍ୟରେ, ଯେତେବେଳେ ସେ ନୀରବ ହେଇ ଆଖି ବୁଜି ଘରେ ଧ୍ୟାନମଗ୍ନ ଥିବ, ଲକ୍ଷ୍ୟ କରିବ ଯେ ତା ମଧ୍ୟରେ ରହିଥିବା ଏଇ ଶକ୍ତିର ଏକ ପ୍ରକାର ଗତି ରହିଛି, ତାହାର ବସ୍ତୁତ୍ୱ ରହିଛି, ବିଭିନ୍ନ ପ୍ରକାର ଘନତା ମଧ୍ୟ ରହିଛି। ଏହା ତା ମଧ୍ୟରେ ଗୋଟେ ତରଳ ପଦାର୍ଥ ପରି ତଳକୁ ଉପରକୁ ଗତି ମଧ୍ୟ କରୁଛି, ପ୍ରାୟ ଗୋଟେ ଜୀବନ୍ତ ପଦାର୍ଥ ଏପାକ ସେପାକ ହେବା ପରି। ତା ମଧ୍ୟରେ ଥିବା ଏଇ ଯୋଉ ଶକ୍ତି ବେଳେ ବେଳେ ଖୁବ ତୀବ୍ର ମଧ୍ୟ ହୋଇ ଉଠନ୍ତି, ତାର ଶରୀରକୁ ବକ୍ର କରିଦେଇପାରେ। ସେ ଶକ୍ତି ତଳକୁ ଅବତରଣ କଲା ବେଳେ ଶରୀରକୁ ସିଧା ମଧ୍ୟ କରିଦେଇପାରେ, ଉପରକୁ ଉଠିବା ସମୟରେ ଶରୀରକୁ ପଛକୁ ଟାଣି ନେଇପାରେ। ଆମର କ୍ରିୟାଶୀଳ ଧ୍ୟାନର, ଆମର ଦୈନନ୍ଦିନ ବାହ୍ୟ ଜୀବନରେ ଏ ଶକ୍ତି ତରଳ ହେଇଯାଏ ଏବଂ ଅନ୍ତରାଳରେ ଗୋଟେ ଅସ୍ପଷ୍ଟ ସ୍ପନ୍ଦନ ଭଳି ଅନୁଭୂତ ହୁଏ। ଆମେ ଅନୁଭବ କରୁ ଯେ ଏହା ଗୋଟାଏ ନୈବିବ୍ୟକ୍ତିକ ଶକ୍ତି ନୁହେଁ, ଏହା ଏକ ଉପସ୍ଥିତି, ଆମର ଅଭ୍ୟନ୍ତରରେ ଥିବା ଗୋଟେ ସତ୍ତା, ଯାହା ଉପରେ ଆମେ ଆଉଜି ହେଇଯାଇପାରୁ, ଯାହା ଆମକୁ କଠିନତା ବା ବଳ ପ୍ରଦାନ କରେ। ଗୋଟେ ବର୍ମ ପରି ପୃଥିବୀକୁ ଶାନ୍ତ ଭାବରେ ସମ୍ମୁଖୀନ ହେବା ପାଇଁ କ୍ଷମତା ମଧ୍ୟ ପ୍ରଦାନ କରେ। ଯେତେବେଳେ ଆମେ ଭଗବାନଙ୍କ ପାଖକୁ କେତେବେଳେ ଯାଉ,
ନା ଯେତେବେଳେ ଆମେ କିଛି ଅସୁବିଧାର ସମ୍ମୁଖୀନ ହଉ, କୌଣସି ବିପଦର ସମ୍ମୁଖୀନ ହଉ, ଯେତେବେଳେ ହତାଶ ହେଇଯାଉ ଆଉ କୌଣସି ବାଟ ମିଳେ ନା, ମୁଁ ଟିକେ ପୂର୍ବରୁ ଯୋଉ କଥାଟି ପଢୁଥିଲି ପ୍ରଥମେ, when a person feel completely helpless, ଯେତେବେଳେ ସେ ଭାବେ ମୁଁ ଆଉ କୋଉଠି ସାହାଯ୍ୟ ପାଇବାର ମୋର କିଛି ନାହିଁ, it seems like every door is closed, ତା ପାଇଁ ସବୁ ଦ୍ୱାର ବନ୍ଦ ହେଇଯାଇଥାଏ, when there is no hope left, ସାମାନ୍ୟ ବି ଆଶା ତା ପାଖରେ ଆଉ ନଥାଏ, sometimes amazing happens, ସେଇ ସମୟରେ ହିଁ ଗୋଟେ ଚମତ୍କାର ଜିନିଷ କିଛି ଘଟଣା ଘଟେ, ଗୋଟେ ନ୍ୟୁ ଡୋର ଓପନ, ନ୍ୟୁ ଅପରଚ୍ୟୁନିଟି ଆପିଅର, ତେଣୁ ତା ପାଇଁ ଗୋଟେ ନୂତନ ସୁଯୋଗ ସୃଷ୍ଟି କରେ। ତେଣୁ ଆମେ ଯୋଉମାନେ ବି ଏ ପଥ ଭିତରକୁ ଆସିଛୁ କୋଉଠି ନା କୋଉଠି ଗୋଟେ ଧୋକା ଖାଇଛୁ, ସିଏ ଶାରୀରିକ ହଉ, ମାନସିକ ସ୍ତରରେ ହଉ, ପ୍ରାଣିକ ସ୍ତରରେ ହଉ, ଯାହା ଆମକୁ ଆଉ ସନ୍ତୁଷ୍ଟ ଦେଇପାରିନି, ଆମେ ଯୋଉମାନଙ୍କ ଉପରେ ଆଶା ଭରସା ରଖିଥିଲୁ ସେମାନଙ୍କ ଠାରୁ ଆଶା ଭରସା ମିଳିନି, ସେତେବେଳେ ଯେତେବେଳେ ଦ୍ରୌପଦୀ ବସ୍ତ୍ରହରଣ ହେଉଥିଲା ସେତେବେଳେ ତାର 5 ସ୍ୱାମୀ ବି ଥିଲେ, ପିତାମହ ଭୀଷ୍ମ ଥିଲେ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସେଠି ଥିଲେ, କିନ୍ତୁ ସେ ସମସ୍ତଙ୍କର ସାହାଯ୍ୟ ଲୋଡ଼ିଛି। ସେ ଯେତେବେଳେ ଦେଖିଲା କାହା ପାଖରୁ କିଛି ସାହାଯ୍ୟ ଆଉ ପାଇବାର ନାହିଁ, କେହି ମଧ୍ୟ ସାହାଯ୍ୟ କରିବା ପାଇଁ ଆଗଭର ନୁହନ୍ତି, ସେ ସମୟରେ ସିଏ ନିରୁପାୟ ହେଇଯାଇଛି, ଆଶା ଶୂନ୍ୟ ହେଇଯାଇଛି, ଆଶା ତା ପାଖରେ ଆଉ ନାହିଁ। ତେଣୁ ସେତେବେଳେ ସେ ଈଶ୍ୱରଙ୍କ ଉପରେ ଭରସା କରିଛି, ଯେତେବେଳେ ଈଶ୍ୱରଙ୍କ ଉପରେ ଭରସା କରିଛି ସେତେବେଳେ ତା ଭିତରେ ଶକ୍ତି ସଞ୍ଚାର ହେଇଛି। ତେଣୁ ଠିକ ସେମିତି ଏ ଗୋଟେ କାଳ୍ପନିକ କାହାଣୀ ହେଇପାରେ, ଗୋଟେ ଭଲ ମାଇଥୋଲୋଜିରେ ସୁନ୍ଦର ଗଳ୍ପ ହେଇପାରେ, କିନ୍ତୁ ଏ କଥା ପ୍ରମାଣ କରୁଛି ଯେତେବେଳେ ମଣିଷ ଆଶା ଶୂନ୍ୟ ହେଇଯାଏ, ନିରାଶା ଭିତରୁ ଖସି ପଡେ, ସେତେବେଳେ ତଥାପି କିଛି ଆଶା ଥାଏ ଯାହା ଉପରେ ସେ ସ୍ଥାପନ କଲେ ସେ ପୁଣି ପୁନର୍ଜୀବିତ ଲାଭ କରେ, ପୁନର୍ଜନ୍ମ ଲାଭ କରେ, ତା ଭିତରେ ଶକ୍ତି ସଞ୍ଚାର ହୁଏ, ପୁଣି ସେ ସେଇ ସାମର୍ଥ୍ୟ ନେଇକରି ପ୍ରତିଟି ଘଟଣାକୁ ସମ୍ମୁଖୀନ ହୁଏ। ତେଣୁ ଆମେ ସେଇ ସ୍ପନ୍ଦନକୁ କେମିତି ଆମ ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରିପାରିବା, ତାକୁ ନେଇ କାର୍ଯ୍ୟ କରିପାରିବା, ସିଏ ଆମର ପଥ ନିର୍ଦ୍ଦେଶ କରିବ, ସବୁ କିଛି ଆମରି ଉପରେ ନିର୍ଭର କରୁଛି। ତେଣୁ ସେଇ ନିର୍ଭରତା ଆମକୁ ମା କହୁଛନ୍ତି। ଏଇ ଯୋଉ ଛୋଟ ସ୍ପନ୍ଦନଟି ଆମ ଭିତରେ ରହିଥାଏ, ଆମକୁ କେହି ଆକ୍ରମଣ କରିପାରିବ ନାହିଁ, ଆମେ କେବେ ଏକୁଟିଆ ଅନୁଭବ କରିବା ନାହିଁ, ଏହା ସର୍ବଦା ସବୁଠାରେ ଆମ ସହିତ ହିଁ ଥିବ। ଏହା ଖୁବ ନିବିଡ଼, ଅନ୍ତରଙ୍ଗ, ଶକ୍ତିଶାଳୀ। ଆଶ୍ଚର୍ଯ୍ୟର କଥା ଯେ ଆମେ ଏହାକୁ ଥରେ ଲାଭ କରିପାରିଲେ ସବୁଠାରେ, ସକଳ ସତ୍ତାରେ, ସକଳ ବସ୍ତୁରେ ତାକୁ ହିଁ ଦେଖିପାରୁ, ସବୁକିଛି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିପାରୁ, ସତେ ଯେପରି ସବୁକିଛି ସମାନ, କେଉଁଠାରେ କିଛି ବିଭେଦ ନାହିଁ। ଆମ ନିଜ ଭିତରେ ଆମେ ଏପରି କିଛି ସଂସ୍ପର୍ଶରେ ଆସୁ ଯାହା ବିଶ୍ୱଗତ ଶକ୍ତି ସକଳର ଖେଳନା ନୁହେଁ, ମୁଁ ଚିନ୍ତା କରେ ତେଣୁ ମୁଁ ଅଛି ପରି ଶୁଷ୍କ ଆଉ ସାମାନ୍ୟ ଚିନ୍ତାଧାରା ମଧ୍ୟରେ ଏହା ଆବଦ୍ଧ ନୁହେଁ। ଏହା ଆମ ସତ୍ତାର ମୂଳ ସତ୍ୟ, ଆମ ସ୍ୱରୂପ, ଆମର ପ୍ରକୃତ ସତ୍ତା, ପ୍ରକୃତ କେନ୍ଦ୍ର, ନିବିଡ଼ତା, ସତ୍ତା, ଚେତନା ଓ ଶକ୍ତି ମଧ୍ୟ, ସେ ସବୁ କିଛି ସେ ଅଛନ୍ତି ବୋଲି ମୁଁ କଥା କହିପାରୁଛି, ଚାଲିପାରୁଛି, ଚିନ୍ତା କରିପାରୁଛି, କାର୍ଯ୍ୟ କରିପାରୁଛି। ସେ ଯଦି ମୋ ଭିତରେ ଉପସ୍ଥିତ ନଥାନ୍ତେ ମୁଁ ଏ ଶକ୍ତି ପାଇଥାନ୍ତି କୋଉଠୁ, ସେ ଶକ୍ତି ମୋ ଭିତରେ ସଞ୍ଚାର ହେଇଥାନ୍ତା କୋଉଠୁ? ତେଣୁ ଏଇ ବାବଦରେ ଯେତେବେଳେ ଆମେ ସଚେତନ ହେବାକୁ ଆରମ୍ଭ କରୁ ସେତେବେଳେ ଆମେ ଅନୁଭବ କରୁ ଗୋଟାଏ ଶକ୍ତିର ପ୍ରବାହ, ସେଇ ଶକ୍ତିର ତରଙ୍ଗ। ଏଇ ତରଙ୍ଗ ଆଉ ଶକ୍ତି ଯେତେବେଳେ ଏକ ସ୍ପଷ୍ଟ ବ୍ୟକ୍ତିତ୍ୱ ଗ୍ରହଣ କରେ, ପ୍ରକୃତିରେ ଏହା ଗୋଟାଏ ଶିଶୁ ପରି ଦିନକୁ ଦିନ ବୃଦ୍ଧିପ୍ରାପ୍ତ ମଧ୍ୟ ହୁଏ। ସାଧକ ଜାଣିପାରିବ ଯେ ତାର ପୂର୍ବ ଧାରଣା ଅନୁସାରେ ଏ ଶକ୍ତି ଇତସ୍ତତ ବିଚରଣ କରେ ନାହିଁ, ବରଂ ଏହା ତା ସତ୍ତାର ବିଭିନ୍ନ ବିନ୍ଦୁରେ ତାର ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ଅନୁସାରେ ସଂଗୃହୀତ ହେଇ ରୁହେ। ଏହା ଚେତନାର ପ୍ରତ୍ୟେକ କେନ୍ଦ୍ର ପଶ୍ଚାତରେ ହିଁ ଥାଏ। ଆମେ ଚିନ୍ତା କରିବା, ଇଚ୍ଛା କରିବା, କିଛି କଥାକୁ ପ୍ରକାଶ କରିବାକୁ ଯିବା ସମୟରେ ଏହା ଆମ ମାନସିକ କେନ୍ଦ୍ର ପଶ୍ଚାତରେ ରହି କାର୍ଯ୍ୟ ମଧ୍ୟ କରେ। ଏହି ଶକ୍ତି ହିଁ ବସ୍ତୁ ସମ୍ବନ୍ଧରେ ଆମକୁ ସଚେତନ କରାଏ।
मन समेत अन्य समस्त केन्द्र ए शक्तिर प्रणाली सबू जहाँ एक विश्व भौमिक सत्यर विभिन्न स्तर प्रति उन्मुक्त होता से तार प्रकाश और अनुकरण यंत्र मात्र। ये शक्ति ही विश्व जगतर अभियात्री चेतनार विभिन्न स्तर आविष्कारक। ये शक्ति ही जाग्रत अवस्था ठारू निद्रावस्था मृत्यु पर्यंत सत्तार विभिन्न अवस्था को संयुक्त करिଥାଏ। जेतेबेले आमर क्षुद्र मन आमको तथ्य प्रदान एवं पथ प्रदर्शन करने निमंते आउ रही न थाए सेतेबेले ये शक्ति विश्वर सकल स्थितिर समुदाय क्षेत्र में ऊर्ध्व को और निम्न को चतुर्दिगरे विचरण करे सर्वत्र संपृक्त हुए। अन्य कथारे आमे कहिबाकू गले आमे आमर चेतना को आविष्कार ही करू। साधारण मनुष्य मध्य जहाँ विच्छिन्न हो रही है अन्यान्य जिनिस सहित मिश्रित हो रही है तार असंख्य मानसिक स्नायुविक क्रियाकलाप माध्यम जहाँ निम्नजित होता है ताकू आमे मुक्त करिपारू। सर्वदा केवल उदर और कपाल मध्य केन्द्रीभूत हो न रही आमे आमर चेतना को से सब गभीरतर उच्चतर राज्य रे स्थापना करिवार सामर्थ्य लाभ करू जेउठारे आमर मन इंद्रिय केबे प्रवेश करि पारिबे नाही। कारण चेतना केवल अनुभूति बा चिंतार एक प्रकार भेद नुहे यह आमर दृश्य अदृश्य स्थितिर अगणित अवस्था को स्पर्श करिवार शक्ति। आमर चेतना जेते उन्नत हुए आमर कार्य क्षेत्र सेते विशाल हुए यह अधिक विस्तृतर संस्पर्श आसे। आहुरी मध्य आमे देखु जे ए चेतना आम सम्मुखस्थ सत्ता चिंता और अनुभूति उपर मध्य निर्भरशील नुहे। तेणु आम चिंता करिवार सामर्थ्य अनुसार आमर कर्म करिवार गति रीति चलनी सबू बदली जाए। तेणु आम जदि आमर लक्ष्य सब बेले गोटे विशाल लक्ष्य हवा दरकार जहाँ आमको साधनार आवश्यक हुए। तेणु आम मान साधनार लक्ष्य दूर हो पारे किंतु ताहा आमको से अवस्था को लिए जो अवस्था रे आम अनुभव करू सेठी शत्रु नहीं कि मित्र नहीं सेठी व्यक्तिगत किछि नहीं सबकिछि गोटे शक्तिर प्रवाह मात्र शक्तिर तरंग सबकिछि स्पर्श करुथाए। किंतु जेतेबेले आम सचेतन हो से शक्ति विभिन्न क्षेत्र में जेहेतु थाए आमे ताकू जानी पारुना। जेतेबेले आम सचेतन हबु सेतेबेले जानिबु प्रत्येक स्थिति रे ये शक्ति क्रियारत। मन प्राण शरीर ठारू मध्य से स्वतंत्र से शक्ति केतेक निर्दिष्ट अवस्था रे आमे परे से विषय रे आमे कथा हबा यह शरीर को त्याग करी बाहर को मध्य जाई पारे केतेक निर्दिष्ट अभिज्ञता मध्य लाभ करि पारे। आमर शरीर आमर चिंता आमर कामना वासना आमर समग्र स्थिति उपरे मध्य गोटे पतला आवरण भली से थाए। तेणु जेतेबेले से शक्ति आमे भाबू वस्तु भितरे कौन प्रकृति अच्छी जेहेतु सी निर्जीव ता भितर कौन से शक्ति अच्छी कि किंतु प्रतिटी क्षेत्र रे से शक्ति विद्यमान। चित शक्ति बा चित आनंद आमे जेतेबेले चेतनार आविष्कार करू सेतेबेले जानी पारू जे यह एक शक्ति। आश्चर्यर कथा हेउची यह को चेतना बोली उपलब्धि करिबा पूर्वरु आमे यह को एक प्रकार प्रवाह बा आभ्यंतरण शक्ति भाव में अनुभव करिथाऊ। चेतना एक शक्ति श्री अरविंदଙ୍କ भाषा यह चित शक्ति। प्रकृति रे चेतना और शक्ति अविच्छेद्य और विनिमयशील। भारतर प्राचीन प्राज्ञ माने एक कथा मध्य भल रूपे जानिथिले। सेमाने केवल चित बोली न कही ता सहित अग्नि जार अर्थ उत्तापर शिक्षा बा शक्ति जोग करुथिले चित अग्नि बेले बेले तपस्సు बोली मध्य कहूथिले।
ଅଗ୍ନି ଚିତ୍ ତପସ୍ ବୋଲି ମଧ୍ୟ କୁହାଯାଇପାରେ। ଆଧ୍ୟାତ୍ମିକ ଯୋଗ ସମ୍ବନ୍ଧୀୟ ଶୃଙ୍ଖଳାର ସଂସ୍କୃତ ଶବ୍ଦ ହେଉଛି ତପସ୍ୟା। ତପସ୍ୟା ହିଁ ଉତ୍ତାପ ଓ ଶକ୍ତି ଅର୍ଥାତ୍ ଚିତ୍ ଉତ୍ତାପ ବା ଚିତ୍ ଶକ୍ତି ଉତ୍ପାଦନ କରେ। ମୋର ମନେ ଅଛି ମୁଁ ଯେତେବେଳେ କଲେଜରେ ପଢୁଥିଲି ସେ ସମୟରେ ରାମଚରିତ ମାନସ ହଉଥାଏ। ଅଚ୍ୟୁତାନନ୍ଦଙ୍କର ଦୁର୍ମୁଖର ଯିଏ ସମ୍ପାଦକ ସେ ଆମ ଅଞ୍ଚଳକୁ ଆସିଥାନ୍ତି। ମୋର ସେତେବେଳେ ଗୋଟେ ଭାରି ଇଚ୍ଛା ଥାଏ ଯେ ଯୋଉମାନେ ପ୍ରାଜ୍ଞ ଲୋକମାନେ ସେମାନେ ଭଲ ଭଲ ଲେଖକ ମାନେ ସେମାନଙ୍କର ଅଟୋଗ୍ରାଫି ନେବା। ତେଣୁ ମୁଁ ଯାଇକରି ସେ କାର୍ଯ୍ୟକ୍ରମରେ ଯୋଗ ଦେଲି। ଶେଷକୁ ଯେତେବେଳେ ତାଙ୍କ କାର୍ଯ୍ୟକ୍ରମ ସରିଲା, ଆଲୋଚନା ସରିଲା, ତାଙ୍କୁ ମୁଁ ଗୋଟେ ମୋ ଡାଏରୀ ଦେଖେଇଦେଲି। ମୁଁ କହିଲି ସାର୍ ଆପଣଙ୍କର ଅଟୋଗ୍ରାଫିଟା ଦିଅନ୍ତୁ। ସେ ଅଟୋଗ୍ରାଫି ଦବା ଦେଲେ ତା ପୂର୍ବରୁ ଗୋଟେ ଲାଇନ ଲେଖିଥିଲେ, ମୋର ଏବେ ବି ମନେ ଅଛି, ତପସ୍ୱୀ ହୁଅ, ତପସ୍ୟା କେବେ ବ୍ୟର୍ଥ ଯାଏ ନା। ସେତେବେଳେ ସେ କଥାର ଅର୍ଥ ମୁଁ କିଛି ବୁଝିପାରୁନଥିଲି। ଧୀରେ ଧୀରେ ଯେତେବେଳେ ଚେତନାର ବିକାଶ ହେଲା, ବୟସ ବଢି ଚାଲିଲା, ତାକୁ ଅନୁଭବ କରିବାକୁ ଆରମ୍ଭ କଲି ଯେ ତପସ୍ୱୀ ହୁଅ। ଆମେ ଆଜି ଯାହା ସବୁ ନଲେଜ ବା ଜ୍ଞାନ ଆହରଣ କରୁଛୁ କେବଳ ଡାଟାବେସ୍, ପୁଳେ ଜ୍ଞାନକୁ ଯେମିତି କହନ୍ତି ନାହିଁ ଭଣ୍ଡାର ଘରେ ଆଣି ସାଇତି ରଖୁଛୁ, କିନ୍ତୁ ପ୍ରକୃତ ଜ୍ଞାନ ତାକୁ କୁହାଯାଏ ନା। ଯୋଉ ଜ୍ଞାନ ଆମକୁ ଅନ୍ଧାର ଭିତରେ ଆଲୋକର ଆଶା ଜାଗ୍ରତ କରାଏ, ସେଇ ଜ୍ଞାନ ହିଁ ଆମର ଆବଶ୍ୟକ। ପୃଥିବୀରେ କେବଳ ଗୋଟିଏ ମାତ୍ର ଶକ୍ତି ରହିଛି। ଗୋଟିଏ ମାତ୍ର ଶକ୍ତିର ତରଙ୍ଗ ଆମ ମଧ୍ୟରେ ଅନ୍ୟାନ୍ୟ ସବୁ ବସ୍ତୁ ମଧ୍ୟରେ ପ୍ରବାହିତ ହେଉଛି। କାର୍ଯ୍ୟର ନିର୍ଦ୍ଦିଷ୍ଟ ସ୍ତର ଅନୁଯାୟୀ ଏହା ବିଭିନ୍ନ ଗୁଣ ମଧ୍ୟ ଧାରଣ କରୁଛି। ଏଇ ଯୋଉ ପ୍ରକାରର ବୈଦ୍ୟୁତିକ ତରଙ୍ଗ ଗୋଟେ ମଦ୍ୟ ଦୋକାନ ବା ମନ୍ଦିରକୁ ଆଲୋକିତ କରିପାରେ, ଗୋଟେ ସ୍କୁଲକୁ ଏବଂ ଜଳଖିଆ ଦୋକାନକୁ ମଧ୍ୟ ଆଲୋକିତ କରିପାରେ, କିନ୍ତୁ ତାହା ସେଇ ଏକ ହିଁ ବୈଦ୍ୟୁତିକ ତରଙ୍ଗ ଯାହା ବିଭିନ୍ନ ପଦାର୍ଥକୁ ଆଲୋକିତ କରିଥାଏ ମାତ୍ର। ସେହିପରି ଏ ଶକ୍ତି, ଏ ଉତ୍ତାପ, ଏ ଅଗ୍ନି ସର୍ବତ୍ର ସମାନ। ଏହା ଆମର ଆନ୍ତର ନିଭୃତତାକୁ, ଆମର ମାନସିକ କାରଖାନାକୁ, ପ୍ରାଣର ଥିଏଟରକୁ, ଆମର ଶାରୀରିକ ଗୁହାକୁ ଯେଉଁଠାକୁ ବି ଜୀବନ୍ତ ଆଲୋକିତ କରୁ ପଛକେ। ବିଭିନ୍ନ ସ୍ତର ଅନୁସାରେ ଏହା ଗାଢ଼ ଅସ୍ପଷ୍ଟ ଆଲୋକ ଧାରଣ କରିପାରେ, ଗଭୀର ଅଗଭୀର ସ୍ପନ୍ଦନର ବାହକ ମଧ୍ୟ ହେଇପାରେ। ଯେମିତି ଅତି ଚେତନା, ମାନସିକ, ପ୍ରାଣିକ, ଶାରୀରିକ, କିନ୍ତୁ ଏହା ସବୁ কিছুକୁ ସଂଯୁକ୍ତ କରେ, ଜୀବନ ଦାନ କରେ। ଏହା ହିଁ ବିଶ୍ୱର ମୂଳ ଉପାଦାନ, ଚିତ୍ ଶକ୍ତି ବା ଚିତ୍ ଅଗ୍ନି। ତେଣୁ ଚେତନା ହେଉଛି ସେଇ ଶକ୍ତି। ଏହାର ବିପରୀତ କଥା ମଧ୍ୟ ସତ୍ୟ। ଶକ୍ତି ସହିତ ଚେତନା ସମସ୍ତ ଶକ୍ତି ସଚେତନ। ବିଶ୍ୱଜନୀନ ଶକ୍ତି ହିଁ ବିଶ୍ୱଜନୀନ ଚେତନା। ସାଧକ ଏହା ହିଁ ଆବିଷ୍କାର କରେ। ତେଣୁ ନିଆଁର କାମ ହେଲା ଆଲୋକ ପ୍ରଦାନ କରିବା, ଦାହନ କରିବା। ସେ ତାକୁ ଯୋଉ ଜାଗାରେ ପ୍ରୟୋଗ କରାଯାଏ ସେ ତାହା ହିଁ କରେ। ଠିକ ସେମିତି ଇଏ ଶକ୍ତିର ତରଙ୍ଗ ସବୁଆଡେ ପ୍ରବାହିତ, ସମସ୍ତଙ୍କ ମାନେ ସବୁଥିରେ ପ୍ରବାହିତ, କିନ୍ତୁ ଆମେ ଜାଣିପାରୁନୁ କାହିଁକି ନା ଆମେ ସେ ବାବଦରେ ସଚେତନ ନୁହଁ, ତା ବାବଦରେ ଧାରଣା ଆମର ନାହିଁ। ବର୍ଷା ଯେତେବେଳେ ପଡେ ସେ ସ୍ୱଚ୍ଛ ହେଇଥାଏ, କିନ୍ତୁ ଯେତେବେଳେ ଆମ ଆଧାରଟି, ଆମେ ଯୋଉ ଆଧାରଟି ନେଇ ଥୋଇଥାଉ, ଯୋଉ ପାତ୍ରଟି ଥୋଇଥାଉ, ତା ଯଦି କଞ୍ଚା ଥାଏ ତେବେ ବର୍ଷା ଜଳ ସେଥିରେ ପଡିଲା ପରେ ସେ ଗୋଳିଆ ହେଇଯାଏ। କିନ୍ତୁ ଗୋଟେ ପୋଡା ମାଟି ପାତ୍ର ସେଠି ରଖିଲେ ସେ ପାଣିଟା ସ୍ୱଚ୍ଛ ରୁହେ। ଠିକ ସେମିତି ଆମେ ଆମର ଚେତନା ଯୋଉ ଅବସ୍ଥାରେ ବିକଶିତ ହେଇଛି ସେ ଅନୁସାରେ ଆମେ ଅନୁଭବ କରୁଛୁ। ଯିଏ ଯୋଉ ପ୍ରକାର ଆଧାର ରେ ଅଛି, ଯୋଉ ଅବସ୍ଥାରେ ଅଛି, ସେ ଅନୁସାରେ କ୍ରିୟା କରୁଛି। କିନ୍ତୁ ଆମେ ଦୋଷ ଦେଇପାରିବା ନାହିଁ ଯେ ସେ ଶକ୍ତି ସକାଶେ ହିଁ ମୋର ଏହା ହେଲା। ଆମେ ଆମକୁ ଶୁଦ୍ଧ କରିବା ଦରକାର, ଆମକୁ ସ୍ୱଚ୍ଛ କରିବା ଦରକାର,
आमको पोड़ी निदा हवा दरकार जो थे से शक्ति जहाँ ठीक से ही भाव में प्रतिभात हवा दरकार से कार्य ही साधना निजको केवल प्रस्तुत करिवार पर्व होची साधना निज भितर ये जो चित शक्तिर संस्पर्श आसवा परे साधक विश्वजन्य सत्यर जेकोसी बिंदु को जेकोसी स्तर को मध्य जाई पारे सेठारे चेतना को बुझी पारे देखी पारे एपरिक ता ऊपर मध्य क्रिया करि पारे कारण चेतनार से एक ही प्रवाह विभिन्न स्पंदन प्रक्रिया द्वारा सबुठारे रही जेपरि गछ पत्र रे जेपरि मनुष्यर मनरे चिंतारे तार आलोकित अति चेतना मध्यरे पशु पशु प्रवृत्ति रे मन मध्यरे आमर गभीरतम ध्यान मध्यरे यदि खंडिए काठ सचेतन हो न था कौन सी जोगी एकाग्रतार शक्ति द्वारा ताकू चलई दे पारंता नहीं कारण ता सहित कौन सी संजोगर संभावना रही न था मु पढ़ुली मनोज दासंकर चेतनार दिग्बलय पुस्तक जहाँ को फ्रेंड पब्लिशर प्रकाश कर गोटे कथा से लिखिं माने आपण जिते कौन सी चेतना को गोटे वस्तु पर निबद्ध करेंगे से वस्तु मध्य गतिशील हम वस्तु मध्य गतिशील हम मन पड़ू टीका गोविंद चंद्र गोटे कथा जिते गुरु पाखक माने मुकुता दे गले हाड़ीपा पाखक से कांथ को कहले तू एरे कांथ तू चाल मते गुरु पाखक नहीं कांथ मध्य चलला एक कथा आमे कहानी हिसाब से पढ़ी थे हुए तो कहानी हो पारे किंतु माँ निजे एक कथा को मध्य प्रयोग कर माने कई कथा कहूची स्थूल वस्तु बा निर्जीव पदार्थ उपरे चेतनार प्रभाव केते हेई पारे ये प्रश्न उपरे ऊर्ध्वविंश शताब्दी रु आरंभ होई ऊर्ध्वविंश शताब्दी रु आरंभ हुई अनेक आलोचना और गवेषणा हो आसी अतीन्द्रियवादी अकलिस्ट माने निश्चित जे प्रखर एकाग्रता द्वारा इच्छा शक्ति प्रयोग करी गोटे स्थूल वस्तु को एक स्थान रु अन्य स्थान को निया जाई पारे श्री माँ यार दृष्टांत मध्य देइछंती से स्वयं मध्य यह करि पारुथिले किंतु एभली कार्यकलाप उपर से गुरुत्व देउ नथिले अतीन्द्रियवादी मानकर एभली विश्वास एवं वास्तव क्षेत्र में तार प्रमाण किंतु केवल आग्रही मानक भितर सीमित ही रही वैज्ञानिक माने बहुदिन पर्यंत ये सब व्यापार को अलिक कहानी भाव में देखुतिले क्रमे किंतु सेमानक मनोभाव बदलिबा को आरंभ कला विज्ञान अनिर्वार्य प्रगति स्रोत रे 20 शताब्दी शेषार्धरे वस्तु और चेतना भितर जो व्यवधान क्रमे संकुचित ही आसिला मन संकल्प इच्छा शक्ति जे वस्तु उपरे प्रभाव पकाई मनुष्यर स्पर्श बिना वस्तु को गतिशील करि पारे ताहार विज्ञान सम्मत प्रमाण मध्य संप्रति मिली यह घटी लंडन रे किंतु जहां तत्वावधान रे यह संभव होइछि से जने भारतीय वैज्ञानिक तांको ना होछि डॉक्टर पालानी रामस्वामी सी एसकेएस विश्वविद्यालय कंप्यूटर एवं इलेक्ट्रोनिक्स विभाग जने अध्यापक से कौन परीक्षा कले ना जड़े पक्षाघात रोगी पक्षाघात जहाँ कहते पारालिसिस रोगी बा महिला जड़े तांकरी माध्यम प्रमाण से उपस्थापन कले किए डॉक्टर रामस्वामी महिला जनक थिले पियानो वादिका किंतु पक्षाघातग्रस्त अवस्था से पियानो बजाइबा प्रश्न नथिला तांको मस्तिष्कर स्पंदन ब्रेन वेव मापिबा निमंते इलेक्ट्रोन मान खोजी दिया गला कंप्यूटर सह संयोग कर दिया गला कंप्यूटर पर्दारे से मने मने जो सुर गाउथिले तार
ବାଦନ ପଦ୍ଧତି ଭାସି ଉଠିଲା। ଯେଉଁ ଯନ୍ତ୍ର ସେ ବଜେଇବାକୁ ଚାହୁଁଥିଲେ ତାର ଛବି ମଧ୍ୟ ସେ ଫୁଟି ଉଠୁଥାଏ। ସେ ସୁର ଉପରେ ଏକାଗ୍ର ହେଲେ, ତାଙ୍କ ଇଚ୍ଛା ଶକ୍ତି ଅଦୃଶ୍ୟ ଭାବରେ ଶକ୍ତି ତରଙ୍ଗରେ ପରିଣତ ହୋଇ କମ୍ପ୍ୟୁଟର ମାଧ୍ୟମରେ ଉଦ୍ଦିଷ୍ଟ ଯନ୍ତ୍ରରେ ପ୍ରତିକ୍ରିୟା ସୃଷ୍ଟି କଲା। ସଙ୍ଗୀତର ଧ୍ୱନି ହେଲା ଶ୍ରୁତିଗୋଚର। ବିଜ୍ଞାନ ବସ୍ତୁକୁ ବହୁ ସୂକ୍ଷ୍ମ ପର୍ଯ୍ୟାୟକୁ ନେଇ ଆସିପାରିଛି। ଚେତନା ଏବଂ ବସ୍ତୁ ଭିତରେ ଥିବା ଯେଉଁ ଅଭେଦ୍ୟ ସମ୍ପର୍କ କଥା ଅତୀନ୍ଦ୍ରିୟବାଦୀ ମାନେ ଜାଣନ୍ତି, ତାହା ବିଜ୍ଞାନର ଆଲୋକରେ କ୍ରମେ ସ୍ପଷ୍ଟ ହୋଇ ଉଠିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅତୀନ୍ଦ୍ରିୟ ବିଜ୍ଞାନ ଏବଂ ସ୍ଥୂଳ ବିଜ୍ଞାନ ଗୋଟେ ଶୃଙ୍ଖଳାରେ ପରିଣତ ହେଇଯିବେ। ଅନେକ ଶୁଭବୁଦ୍ଧି ସମ୍ପନ୍ନ ଧୀମାନ ବ୍ୟକ୍ତି ଏହାର ଏ ଦୁଇ ଶୃଙ୍ଖଳା ଭିତରେ ବିରୋଧ ନଥିବା ମଧ୍ୟ ଦର୍ଶାଇଛନ୍ତି। ତେଣୁ ବସ୍ତୁ ଉପରେ ମଧ୍ୟ ଚେତନାର ଯେତେବେଳେ ପ୍ରୟୋଗ ହୁଏ ସେତେବେଳେ ତାହା ମଧ୍ୟ ଗତିଶୀଳ ହୁଏ। ଯଦି ଖଣ୍ଡିଏ କାଠ ସଚେତନ ହେଇ ନଥାନ୍ତା, କୌଣସି ଯୋଗୀ ଏକାଗ୍ରତାର ଶକ୍ତି ଦ୍ୱାରା ତାହାକୁ ଚଳେଇ ଦେଇ ପାରନ୍ତା ନାହିଁ, କାରଣ ତା ସହିତ କୌଣସି ସଂଯୋଗର ସମ୍ଭାବନା ରହିନଥାନ୍ତା। ବିଶ୍ୱ ଜଗତର କୌଣସି ଗୋଟାଏ ମଧ୍ୟବିନ୍ଦୁ ଯଦି ଅଚେତନ ହେଇଥାନ୍ତା, ତେବେ ସମଗ୍ର ବିଶ୍ୱ ଜଗତ ମଧ୍ୟ ସମ୍ପୂର୍ଣ୍ଣ ଅଚେତନ ହେଇ ରହିଥାନ୍ତା, କାରଣ ଦୁଇଟି ଅବସ୍ଥା ଏକାବେଳକେ ରହିପାରିବେ ନାହିଁ। ଆଇନଷ୍ଟାଇନଙ୍କ ଠାରୁ ଆମେ ଶିକ୍ଷା କରିଛୁ ଯେ ଜଡ଼ ବସ୍ତୁ ଓ ଶକ୍ତି ପରସ୍ପର ବିନିମୟ ଯୋଗ୍ୟ, ଅର୍ଥାତ୍ E=mc²। ଜଡ଼ ହେଉଛି ଜଡୀଭୂତ ଶକ୍ତି। ବର୍ତ୍ତମାନ ଆମେ ପରୀକ୍ଷା କରି ଆବିଷ୍କାର କରିପାରିବା ଯେ ଏହି ଶକ୍ତି ହିଁ ଚେତନା। ଜଡ଼ ମଧ୍ୟ ଚେତନାର ଏକ ପ୍ରକାର ଭେଦ, ଯେପରିକି ମନ ମଧ୍ୟ ଚେତନାର ଏକ ପ୍ରକାର ଭେଦ, ପ୍ରାଣ ଅତି ଚେତନା ବି ଚେତନାର ଏକ ପ୍ରକାର ଭେଦ। ଚେତନା ହେଉଛି ଶକ୍ତି। ଆମେ ଯଦି ଏଇ ରହସ୍ୟକୁ ଖୋଜି ପାଇବା, ତେବେ ଆମେ ସମସ୍ତ ମୂଳ ଶକ୍ତି ଉପରେ ଏକ ପ୍ରକାର ପ୍ରତ୍ୟକ୍ଷ ପ୍ରଭୁତ୍ୱ ମଧ୍ୟ ହାସଲ କରିପାରିବା। କିନ୍ତୁ ଆମେ ଏହା ଦ୍ୱାରା କେବଳ ଏକ ପ୍ରାଚୀନ ସତ୍ୟକୁ ହିଁ ପୁନରାବିଷ୍କାର କରିପାରିବା ମାତ୍ର। 4000 ବର୍ଷ ପୂର୍ବେ ଉପନିଷଦକାରୀ ମାନେ ଜାଣିଥିଲେ ଯେ ଜଡ଼ ହେଉଛି ଜଡୀଭୂତ ଶକ୍ତି ବା ଜଡୀଭୂତ ଚିତ୍ ଶକ୍ତି। ଚେତନାକୁ ଶକ୍ତିମୟ କରିବା ଦ୍ୱାରା ହିଁ ବ୍ରହ୍ମ ଆକାର ଧାରଣ କରନ୍ତି। ତା ମଧ୍ୟରୁ ଜଡ଼ର ସୃଷ୍ଟି ହୁଏ, ଜଡ଼ରୁ ଜୀବନ, ମନ ଓ ଅନ୍ୟାନ୍ୟ ଜଗତ ସବୁ। ଦେଖନ୍ତୁ, ଆମେ ଗୋଟେ କହୁଛେ ପଥର ଗୋଟେ ନିର୍ଜୀବ, ପାଷାଣ ଯାହାକୁ କହୁଛୁ, ପାଷାଣଟା ନିର୍ଜୀବ। କିନ୍ତୁ ପାଷାଣ ଯଦି ନିର୍ଜୀବ ହେଇଥାନ୍ତା, ତା ଦେହରେ ଶେଉଳି କେମିତି ଜନ୍ମ ହଉଛି, ଉଦ୍ଭିଦ କେମିତି ଜନ୍ମ ହଉଛି? ତେଣୁ ସିଏ ମଧ୍ୟ ଜୀବନ୍ତ। ବିଜ୍ଞାନ ଯୋଉ ବିଭାଗୀକରଣ କରିଛି, ହୁଏତ ତାହା ନିର୍ଜୀବ ହେଇପାରେ, କିନ୍ତୁ ତା ଭିତରେ ମଧ୍ୟ ଶକ୍ତି ବିଦ୍ୟମାନ। ଏଠାରେ ସବୁକିଛି ଚେତନା, ସେଇ କାରଣରୁ ସବୁକିଛି ସତ୍ତା ଆଉ ଆତ୍ମା, ସବୁକିଛି ଚିତ୍, କାରଣ ସବୁକିଛି ତାହାର ପ୍ରକାଶର ପ୍ରତି ସ୍ତରରେ ସତ୍ ଆଉ ଚିତ୍। ପାର୍ଥିବ ବିବର୍ତ୍ତନର ଇତିହାସ ହେଉଛି ଶକ୍ତିର ଚେତନା ମଧ୍ୟକୁ କ୍ରମେ ରୂପାନ୍ତରର ଇତିହାସ, କିମ୍ବା ଏପରି କହିଲେ ଠିକ ହେବ, ଏହା ହେଉଛି ନିଜର ଶକ୍ତି ମଧ୍ୟରେ ନିମ୍ନଜମାନ ହୋଇଥିବା ଚେତନାକୁ ନିଜକୁ ଧୀରେ ଧୀରେ ସ୍ମରଣ କରିବାର ଇତିହାସ। ବିବର୍ତ୍ତନର ପ୍ରଥମ ଅବସ୍ଥାରେ, ଉଦାହରଣ ସ୍ୱରୂପ ଗୋଟେ ଆଟମରୁ ବା ଅଣୁ ଗୋଟେ ଚେତନା, ତାହା ନିଜର ଆବର୍ତ୍ତନ ମଧ୍ୟରେ ମଗ୍ନ ହେଇଥାଏ। ଯେପରିକି ଗୋଟେ କୁମ୍ଭକାରର ଚେତନା ସେ ନିର୍ମାଣ କରୁଥିବା ପାତ୍ର ମଧ୍ୟରେ ମଗ୍ନ ହେଇ ରହିଥାଏ, ଅନ୍ୟ ସବୁ କିଛିକୁ ବିସ୍ମୃତ ହେଇଯାଏ। ଯେପରି ଗୋଟେ ଗଛର ଚେତନା ତାର ଭାଶ୍ଲେଷଣରେ ମଗ୍ନ ହେଇ ରହିଥାଏ, ଯେପରି ଆମର ଚେତନା ଗୋଟେ ପୁସ୍ତକରେ ବା ଗୋଟେ କାମନାରେ ମଗ୍ନ ହେଇ ରହିଥାଏ, ନିଜର ଅନ୍ୟାନ୍ୟ ରୂପର ସ୍ତର ସମ୍ବନ୍ଧରେ ବିସ୍ମୃତ ହେଇଯାଏ। ବିବର୍ତ୍ତନ ସମ୍ବନ୍ଧୀୟ ସମସ୍ତ ଅଗ୍ରଗତିର ପରିମାପକ ହେଉଛି ଶକ୍ତିର ଉପାଦାନ ମଧ୍ୟରୁ ଚେତନାର ଉପାଦାନକୁ ମୁକ୍ତ କରି ରଖିବା। ଏହାକୁ ହିଁ କୁହାଯାଏ ଚେତନାକୁ ବ୍ୟକ୍ତିତ୍ୱ ପ୍ରଦାନ କରିବା। ତେଣୁ ଚେତନା ସବୁଥିରେ ମିଶିକିରି ଅଛି।
चेतना को व्यक्तित्व प्रदान करने अर्थ आम मन करा जो गोटे काम करुचे आम से काम भितर आम चेतना मग्न होकर अच्छी से तार भितर क्रिया करुचे किंतु आम भूली जाइछु से अलगा सब पदार्थ क्रिया करुचे तेणु जो थे मग्न रहीचु चेतना जो क्रिया करुची ताकू ही व्यक्तित्व रूप कहा जाए चेतना को व्यक्तित्व प्रदान करा जाए विवर्तनर आध्यात्मिक बा यौगिक स्तर रे मानसिक प्राणिक शारीरिक कोलाहल ठारू चेतना संपूर्ण मुक्त हो जाए तार निजर प्रभु हुए चेतनार स्पंदन समुदाय क्षेत्र को आरोहण करिपारे अणुर आत्मा पर्यंत सेतेबेले शक्ति संपन्न चेतना रे परिणत हुए निजको संपूर्ण भाव में स्मरण करिपारे निजको स्मरण करिवार अर्थ सब किसी को स्मरण करिबा कारण आम मध्य थिबा आत्मा ही सर्वव्यापी आत्मा को स्मरण करे तेणु आम भितर जो आत्मा अच्छी सारा विश्व रे जो सर्वव्यापी आत्मा विराजमान अछंती से मध्य ताकू स्मरण करिपारे ये जो शक्ति निजर चेतना को पुनर्बार प्राप्त हवा संगे संगे निज उपरे अन्य समस्त शक्ति उपरे मध्य प्रभुत्व हासिल करे तेणु आमे खाली कथा भाषण माने कथा कहूचु बोली कहीदेबा ताहा नुह देखुथिबे अनेक लोक एका उपदेश देबाकू भारी व्यग्र विभिन्न प्रकार उपदेश सोशल मीडिया आम सब शुणुचु किंतु उपदेश मते लगे बेले बेले गरम पानी भलिया उषुम उषुम टिके लगे किंतु घर पड़ोनी से पकेले निया लगे ठीक सेमती तेणु आपण को केतेबेले से आपण को भीतर निया लागिबो जेतेबेले आपण निया को धारण करिया पे योग्य होई उठिबे तेणु आपण देखते ओदा काठरे निया लगेले से कोन हबो धुआं हबो धीरे धीरे से सुखिबा आरंभ हम माने पूरा सुखी जीव से निया धर तेणु आम हूँ से ओदा काठ आम निया को धरीचु सत बा निया आमको धरी सत किंतु धुआं हूँ माने कौन दुख जंत्रणा रोग विभिन्न प्रकार समस्या भितर आम छंदी होकर आम ओदा काठ होकर आम जेते जेते सुखी सुखिका जीवु एमिति गोटे समय आसीबो जेतेबेले अग्नि अनुभव करिवे जे मु जलिबा पे योग्य हेई गेलेनी सेतेबेले मो भितर निया जलिबा आरंभ हबो तेणु आमे एई जो जलिबार जो पर्याय धुआं हबार जो पर्याय भितर आमे अच्छे यह हूँ साधनार पर्याय यही साधन आमे जेते जेते अग्रगति करिका जीवा आम चेतना सेते विस्तृत हेइका जीवो सेतेबेले आमे प्रतिटी घटना पछपटे गोटे सत्य लुकायित ही रही से कथा को मध्य हम अनुभव करिया रामकृष्ण परमहंस कतिकी जड़े वयस्क माने माटी तार नाती टिके आनिक आसला ये सब बेले चीनी खाऊची तार विभिन्न प्रकार रोग होउची रामकृष्ण परमहंस ताकू टिके आपण कहतु केमि से चीनी छाड़ी दब किए से वयस्क माटी कहते रामकृष्ण परमहंस कहले हाँ आज जाओ आउ को दिन आस से पुणी आउ दिन दिन छाड़ी आसला पुणी कहले तुम्हें जाओ आउ को दिन आस एमती 4-5 थर फेरला पर दिने ताकू कहले बाबू रे आज चीनी खाइबुनी तापटू से चीनी छाड़देला से माटी भितर विस्मय सृष्टि है से कथाटा 4 थर आसिया पूर्व माने जो आसिली आसिया पड़ ना से थरक कहीदे जाता से कथा कहले कहीं परमहंस कहले से पर्यंत मु चीनी खाऊली तेणु मुझे चीनी खाऊची कहले प्रभाव कौट पड़ो मुझे चीनी छाड़ा आरंभ करवा से चीनी जो छाड़ा आरंभ कली जो पूरा चीनी प्रति आसक्ति मोर तुटे देली से समय मुझे कहली से कथाटा भीतर क्रिया है सेमती आमे बहुत कथा कही दउचु बा सुनुचु किंतु ता सेति गोले कार्यकारी हुए जेतोले आमे तापे योग्य होई उठु माँ तो आमको कृपा करिकरी तांको संतान भाव ग्रहण करसेंती आम मत बेले लगे आम भली अयोग्य मानक आम भितर केते केते बदगुण सब अच्छी केते केते त्रुटि माने अच्छी ता सत्वे भी माँ आमको कहीं बाछन संतान हिसाब से
କଣ ମୋଠି ମା ଦେଖିଛନ୍ତି, କୋଉ ସମ୍ଭାବନା ମୋ ଭିତରେ ଦେଖିଛନ୍ତି ଯୋଉ ଫଳରେ ଯାହା ଫଳରେ ମା ମତେ ତାଙ୍କ ସନ୍ତାନ ବିଷୟରେ ବାଛିଛନ୍ତି। ଏତିକି କଥା ଆମେ ଅନୁଭବ କରିବା, ସେତେବେଳେ ମାଙ୍କ ପ୍ରତି କୃତଜ୍ଞତା ଆସିବ, ଆଖିରେ ଲୁହ ଛଳ ଛଳ ହେଇ ଆସିବ। ସେ ସାରା ସଂସାରର ଦାୟିତ୍ୱ ଗ୍ରହଣ କରିଛନ୍ତି, ତା ଭିତରେ ମୋ କଥା ବି ଥରେ ଭାବିଛନ୍ତି। ନ ଭାବିଥିଲେ ସେ ତାଙ୍କ ପାଖକୁ ଡାକିଥାନ୍ତେ କାହିଁକି? ଏଇ କଥା ଆମେ ମନରେ ଭାବିବା, ଆମ ପ୍ରାଣ ପୁଲକିତ ହୋଇ ଉଠିବ, ଶରୀର ରୋମାଞ୍ଚିତ ହୋଇ ଉଠିବ। ସେ କୃପା ପ୍ରତି, ସେ କରୁଣା ପ୍ରତି ଯୋଉ ସମର୍ପିତ ହେବାକୁ ଇଚ୍ଛା ହବ। ତେଣୁ ଏଇ ଯୋଉ ଶକ୍ତି ନିଜର ଚେତନାକୁ ପୁନର୍ବାର ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ନିଜ ଉପରେ ଅନ୍ୟ ସମସ୍ତ ଶକ୍ତି ଉପରେ ମଧ୍ୟ ଆମେ ପ୍ରଭୁତ୍ୱ ହାସଲ କରିବା। କିନ୍ତୁ ସଚେତନ ହେଇଯିବା ପରେ ହିଁ ଆମେ ମୁକ୍ତ ହୋଇ ଉଠିବା, ନିଜ କର୍ମର ପ୍ରଭୁ ହୋଇ ଉଠୁ। ଆମେ ସ୍ପଷ୍ଟ ଭାବରେ ପ୍ରତ୍ୟକ୍ଷ କରିପାରୁ ଯେ ଚେତନା ହିଁ ହଉଛି ଶକ୍ତି। ଏହା ଗୋଟେ ପଦାର୍ଥ ବା ହାଇଡ୍ରୋ ଅକ୍ସାଇଡ ବା ବିଦ୍ୟୁତ ଶକ୍ତି ବ୍ୟବହାର କଲା ପରି ଏହାକୁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଶ୍ରୀ ଅରବିନ୍ଦ କହୁଛନ୍ତି, ଜଣେ ଯଦି ଅନ୍ତର୍ନିହିତ ଚେତନା ବିଷୟରେ ସଚେତନ ହୁଏ, ସେ ତା ଦ୍ୱାରା ଅନେକ କିଛି କରିପାରେ। ଶକ୍ତିର ଗୋଟେ ଝରଣା ଭଳି ଏହାକୁ ପ୍ରେରଣ କରିପାରେ। ନିଜ ଚାରି ପାଖରେ ଗୋଟେ ପ୍ରାଚୀର ବା ବୃତ ଘେରେଇ ଦେଇପାରେ। ଗୋଟେ ଚିନ୍ତାକୁ ଆମେରିକାରେ ଥିବା କୌଣସି ବ୍ୟକ୍ତିର ମସ୍ତିଷ୍କ ଭିତରକୁ ପଠେଇ ଦିଆଯାଇପାରେ, ଇତ୍ୟାଦି ଇତ୍ୟାଦି। ସେ ଆହୁରି ମଧ୍ୟ କହୁଛନ୍ତି, ଭିତରେ ବାହାରେ ଅନେକ ବାସ୍ତବ ପରିଣାମ ଉତ୍ପନ୍ନ କରୁଥିବା ଏଇ ଅଦୃଶ୍ୟ ଶକ୍ତି ହେଉଛି ଯୌଗିକ ଚେତନାର ସମୁଦାୟ ଅର୍ଥ। ଆମର ଯଦି ଅସଂଖ୍ୟ ଅଭିଜ୍ଞତା ନଥାନ୍ତା, ଏ ଶକ୍ତି ମନର ପରିବର୍ତ୍ତନ କରିପାରେ, ତାର ଶକ୍ତି ବୃଦ୍ଧି କରିପାରେ, ନୂତନ ଶକ୍ତି ଯୋଗ କରିପାରେ, ଜ୍ଞାନର ଅନେକ ନୂତନ କ୍ଷେତ୍ର ସବୁ ଉନ୍ମୋଚିତ ମଧ୍ୟ କରିଦେଇପାରେ, ମନୁଷ୍ୟ ଓ ପଦାର୍ଥକୁ ପ୍ରଭାବିତ କରିପାରେ, ଅନ୍ୟାନ୍ୟ ଶକ୍ତିମାନଙ୍କ ଉପରେ ଗୋଟେ ବାସ୍ତବ ଗତିଶୀଳ ଶକ୍ତି ଭାବରେ କ୍ରିୟା ମଧ୍ୟ କରିପାରେ, ଘଟଣାକୁ ପରିବର୍ତ୍ତିତ ମଧ୍ୟ କରିଦେଇପାରେ। ତେବେ ଆମେ ଏ ସମ୍ବନ୍ଧରେ ଏଇ କଥା ଜାଣିଲୁ। ଆହୁରି ମଧ୍ୟ ଏ ଶକ୍ତି କେବଳ ତାର ପରିଣାମ ମଧ୍ୟରେ ନୁହେଁ, ତାର ଗତିବିଧିରେ ମଧ୍ୟ ସ୍ଥୂଳ ଆଉ ବାସ୍ତବ। ମୁଁ ଯେତେବେଳେ ଏ ଶକ୍ତି ବା ବଳକୁ ଅନୁଭବ କରିବା କଥା କୁହେ, ସେତେବେଳେ କେବଳ ଏହାର ଗୋଟେ ଅସ୍ପଷ୍ଟ ଭାବକୁ ବୋଧ କରିବା ବିଷୟରେ କହେ ନାହିଁ। ମୁଁ କହେ ଯେ ଏହାକୁ ଏପରି ସ୍ଥୂଳ ଭାବରେ ଅନୁଭବ କରିବାକୁ ହବ ଯେପରି ଏହାକୁ ପରିଚାଳନା କରିବାରେ, ଏହା ଉପରେ ବଳ ପ୍ରୟୋଗ କରିବାରେ, ଏହାର ଗତିବିଧିକୁ ଲକ୍ଷ୍ୟ କରିବାରେ, ଏହାର ଗଭୀରତା ଆଉ ସ୍ଥୂଳତା ସମ୍ବନ୍ଧରେ ସଚେତନ ହେବାର ସାମର୍ଥ୍ୟ ମଧ୍ୟ ହାସଲ କରିହେବ। ଅନ୍ୟାନ୍ୟ ସମସ୍ତ ବିରୋଧୀ ଶକ୍ତିମାନଙ୍କ ସମ୍ବନ୍ଧରେ ମଧ୍ୟ ତାହା ହିଁ କରିବାକୁ ହବ। ତେଣୁ ଆମେ ଯେତେବେଳେ ସଚେତନ ହେବା, ସେ ଶକ୍ତିକୁ ଧାରଣ କରିବା ପାଇଁ ଯୋଗ୍ୟ ହୋଇ ଉଠିବା, ତାକୁ ମଧ୍ୟ ଆମେ ବ୍ୟବହାର କରିପାରିବା। ଯେମିତି ଆମେ ବସ୍ତୁମାନଙ୍କୁ ବ୍ୟବହାର କରୁଛୁ, ସେ ଶକ୍ତି ମଧ୍ୟ ବ୍ୟବହାର କରିବା। ଯିଏ ଯେତେ ଦୂରରେ ଥାଉ ନା କାହିଁକି, ଆମେ ମଧ୍ୟ ଆମ ବାର୍ତ୍ତାକୁ ତା କତିକି ପ୍ରେରଣ କରିଦେଇ ମଧ୍ୟ ପାରିବା। ପରେ ପରେ ଆମେ ଦେଖିବା ଯେ ଚେତନା ଜଡ଼ ଉପରେ ମଧ୍ୟ କ୍ରିୟା କରେ, ତାକୁ ରୂପାନ୍ତର ମଧ୍ୟ କରେ। ଜଡ଼କୁ ଚେତନାରେ ରୂପାନ୍ତର କରିବା, ହୁଏତ କେବେ ଦିନେ ଚେତନାକୁ ଜଡ଼ରେ ରୂପାନ୍ତରିତ କରିବା ହିଁ ଅତିମାନସ ଯୋଗର ଲକ୍ଷ୍ୟ, ଯେଉଁ ବିଷୟ ପରେ ଆମେ ଆଲୋଚନା କରିବା। ସ୍ଥିର ଶକ୍ତିର ଏଇ ଯୋଉ ଅଗ୍ରଗତିର ଅନେକ ସୋପାନ ରହିଛି। ନିଜର ଆନ୍ତର ଆଗ୍ରହ ପ୍ରତି ଜାଗ୍ରତ ହେଇଥିବା ଜଣେ ସଦ୍ୟ ସାଧକ ଠାରୁ ଜଣେ ଯୋଗୀ ପର୍ଯ୍ୟନ୍ତ, ଏହିପରିକି ଯୋଗୀମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନତା ରହିଛି। ଶେଷରେ ଆଉ ଗୋଟେ କଥା, ଚେତନା ଯେ କେବଳ ଶକ୍ତି ତା ନୁହଁ, ଚେତନା ଯେ କେବଳ ସ୍ଥିତି ତା ବି ନୁହଁ। ଚେତନା ହେଉଛି ଆନନ୍ଦ, ଚେତନା ସ୍ଥିତି ହେଉଛି ଆନନ୍ଦ, ଚେତନା ଯୁକ୍ତ ହେବା ହିଁ ଆନନ୍ଦ। ଯେଉଁ ସବୁ ମାନସିକ, ପ୍ରାଣିକ, ଶାରୀରିକ ସ୍ପନ୍ଦନକୁ ନିଜ ମଧ୍ୟରେ ବା ଚେତନା ମଗ୍ନ ହୋଇ ରହିଥାଏ, ଯେତେବେଳେ ସେଥିରୁ ମୁକ୍ତ ହୁଏ, ଆମେ ସେତେବେଳେ ଆନନ୍ଦକୁ ଆବିଷ୍କାର କରୁ। ମନେ ହୁଏ ସତ୍ୟରେ ସମଗ୍ର ସତ୍ତା ସ୍ୱଚ୍ଛ, ଅବିଚଳ ଆଉ ଲକ୍ଷ୍ୟହୀନ। ଗୋଟେ ଶକ୍ତିର ସ୍ପନ୍ଦନରେ ତାହା ପରିପୂର୍ଣ୍ଣ ହୋଇ ଉଠିଛି। ତାହା ହିଁ ହେଉଛି ଏକ ଶୁଦ୍ଧ ଚେତନା, ଶୁଦ୍ଧ ଆନନ୍ଦ, ଶୁଦ୍ଧ ଶକ୍ତି, ବାସ୍ତବ ଆନନ୍ଦ, ବିଶାଳ ଶାନ୍ତ ଆନନ୍ଦର ଉପାଦାନ, ଯାହାର ଆରମ୍ଭ ନାହିଁ କି ଶେଷ ମଧ୍ୟ ନାହିଁ। ମନେ ହୁଏ ଯେପରି ଏହା ସବୁଠାରେ, ସବୁ ପଦାର୍ଥରେ, ସବୁ ସତ୍ତାମାନଙ୍କ ମଧ୍ୟରେ ଉପସ୍ଥିତ ରହି ସେମାନଙ୍କର ଗୋପନୀୟ ମୂଳ ଦ୍ୱାର
ଅଭିବୃଦ୍ଧି ନିମନ୍ତେ ସେମାନଙ୍କର ଆବଶ୍ୟକତାକୁ ଗଠନ କରୁଛନ୍ତି। ଯେହେତୁ ଏଇ ଆନନ୍ଦ ଏଠାରେ ରହିଛି, ସର୍ବତ୍ର ରହିଛି, କେହି କେବେ ଜୀବନକୁ ତ୍ୟାଗ କରିବାକୁ ଚାହୁଁନାହିଁ। ଏହା ନିଜର ସ୍ଥିତି ନିମନ୍ତେ ତାହା ଉପରେ ନିର୍ଭର କରେନି। ଏହା ଅଖଣ୍ଡନୀୟ, ଗୋଟେ ପର୍ବତ ପରି ସ୍ଥାନ କାଳ ମଧ୍ୟରେ ଦଣ୍ଡାୟମାନ ରହିଥାଏ। ବିଶ୍ୱ ଜଗତର ସମୁଦାୟ ରହସ୍ୟ ଏଇଠାରେ ହିଁ ରହିଛି। ଏହା ଉପଲବ୍ଧି, ଏହା ଅନୁପଲବ୍ଧ ହସଟିଏ ପରି ଏହା ହେଉଛି ଗୋଟେ ନାସ୍ତି, ଯାହା ସବୁକିଛିକୁ ଆନନ୍ଦ, କାରଣ ସବୁକିଛି ଆତ୍ମା, ଆତ୍ମା ହିଁ ଆନନ୍ଦ, କି ସଚିତ୍ ଆନନ୍ଦ, ସ୍ଥିତି ଚେତନା ଆଉ ଆନନ୍ଦ। ଏହା ହିଁ ହେଉଛି ଶାଶ୍ୱତ ତାତ୍ଵିକ, ଯାହାକି ଏ ବିଶ୍ୱ ଜଗତ, ଯାହା ଆମେମାନେ ମଧ୍ୟ ଆମେ ଆମର ବିବର୍ତ୍ତନରେ ଏଇ ରହସ୍ୟକୁ ଆବିଷ୍କାର କରିବା ଉଚିତ। ନିଜର ବିବର୍ତ୍ତନର ଯାତ୍ରା ପଥରେ ବଞ୍ଚି ରହିବା ଉଚିତ। ଆନନ୍ଦରୁ ହିଁ ଏଇ ସବୁ ସତ୍ତା ଉତ୍ପନ୍ନ ହେଇଛନ୍ତି। ଆନନ୍ଦରେ ହିଁ ସେମାନେ ପ୍ରତିଷ୍ଠିତ, ବର୍ଦ୍ଧନଶୀଳ, ଆନନ୍ଦକୁ ହିଁ ସେମାନେ ପ୍ରତ୍ୟାବର୍ତ୍ତନ କରନ୍ତି। ଆଜି ତ ଆମର ସମୟ ହେଇଯାଇଛି। ଆଜିର ଶ୍ରଦ୍ଧା ଓ ଆଲୋଚନାକୁ ଆମେ ଏଇଠି ରଖିବା। ବନ୍ଦେ ମାତରମ୍।